ଜାଣିଲୁ ଭାଇ ଦୋକାନଟା ତ ଖୋଲିଦେଲି ଆଉ କ'ଣ ହେଲା କହୁନ? କ'ଣ ଆଉ କହିବି ତତେ, ମାନେ ଭାରି ଦୁଃଖରେ ଅଛି, ଭାରି ଟେନସନରେ ଅଛି ହେଲା, କଷ୍ଟରେ ଭାରି ଅଛି। ହଁ ଦୋକାନଟା ଖୋଲିଦେଲି, ଧାର କରଜ କରି ଆଣି ଦୋକାନଟା ଖୋଲିଦେଲି। ଦେଖୁଛୁ ତ ଦୋକାନରେ କିଛି ବି ମାଲ ନାହିଁ, ଅଳ୍ପ କିଛି ମାଲ ଅଛି। ହଁ ବାକି ଖାଇଦେଇ ଯାଇଛନ୍ତି ଯେ ଦେଖା ଦର୍ଶନ ନାହିଁ। ସେ ରାମ ନନା ପଇସା ଦେଲେଣି? ନାଇଁ ବା ରାମ ନନାର ଆଉ ଦେଖା ଦର୍ଶନ ନାହିଁ। ଆଉ ତାଙ୍କ ନମ୍ବର ଫମ୍ବର ଆରେ ନମ୍ବର ଫୋନ ହଁ ଆଜି ଦେଇଦେବି, କାଲି ଦେଇଦେବି, ଏଇପଟେ ଯାଉଛନ୍ତି, ହଁ ଡାକିଲେ ପଳାଉଛନ୍ତି, ଶୁଣୁନାହାନ୍ତି ରାମ ନନା। ତାଙ୍କ ଘରକୁ ଯାଇକି ଟିକେ ଦେଖା କରୁନ। ଆରେ ଭାଇ ଘରକୁ ଯାଇ ତାଙ୍କ ସ୍ତ୍ରୀକି କହି ସମସ୍ତଙ୍କୁ କହିଲେ କିନ୍ତୁ ପଇସା ମିଳୁନାହିଁ। ଆଉ ଆମେ ଦୋକାନୀଙ୍କ ଦୁଃଖ ନ କହିଲେ ନ ଶୁଣେ ନ ହୁଏ। ଆଉ କ'ଣ କରିବ ତମେ? ଆରେ ଦୁଃଖ କ'ଣ ଜାଣିଛୁ ନା, ଧାର କରଜ ଆଣି ଦୋକାନ କରିଦେଉ କିନ୍ତୁ ମହାଜନ ବାକି ଦେଉନି। କିନ୍ତୁ ଆମେ ଦୋକାନ ଖୋଲିବୁ ମାନେ ଗରାଖୀ ବାକି ନଦେଲେ ଦୋକାନୀ ଆସିବେନି। ବାକି ନଦେଲେ ଦୋକାନକୁ ଆସୁନାହାନ୍ତି, ବେପାର କରିପାରିବାନି ବାକି ନଦେଲେ। ଆଉ ସେ କଥା କ'ଣ ମହାଜନ ବୁଝୁଛି? ଆମେ ପଇସା ନଦେଲେ ସେ ଜିନିଷ ଦେଉନି, ଆଉ ଜିନିଷ ନ ଆଣିଲେ ଦୋକାନଟା ଦେଖୁଛୁ ମୋର କେତେ ଖାଲି, ଦୋକାନ ଖାଲି ପଡ଼ିଛି ମୋର, ଅଳ୍ପ କିଛି ବେପାର ନାହିଁ। କାଲି ଗଣେଶ ପୂଜାଟା, ମୁଣ୍ଡ ଉପରେ ଗଣେଶ ପୂଜାଟା, ଆଉ ଝିଅଟା ପାଇଁକା ଡ୍ରେସ୍ ନେବି। ଆଉ କ'ଣ କେମିତି କରିବି ଭାବୁଛି, ମୁଣ୍ଡରେ କିଛି ପଶୁନି, ଭୋଗ ରାଗ କ'ଣ କରିବି, ସଉଦାପତ୍ର ଅଛି, ଚାନ୍ଦାଟା ସ୍କୁଲ ଚାନ୍ଦାଟା ଦେବି, କ'ଣ କେମିତି ଡ୍ରେସ୍ଟା ଦେଲେ ସେ ଡ୍ରେସ୍ଟା ଦେଲେ ବିନା ନା ନାହିଁ କହିଲୁ। ଆମ ଦୋକାନୀମାନଙ୍କ ଦୁଃଖ କହିଲେ ନ ସରେ। ମାନେ ମହାଜନ ଆମକୁ ବାକି ଦେବନି, କିନ୍ତୁ ଆମେ ଏଠି ଦୋକାନ କରିବୁ ମାନେ ବାକି ଦେବାକୁ ପଡ଼ିବ। ଆଉ ବାକି ନଦେଲେ ଗାଁ ଗହଳିରେ ଆମେ ଦୋକାନଟେ କରିଛେ, ଆଉ ଯଦି ବାକି ନଦେବା ଆମ ଦୋକାନକୁ ସେ ଆଉ ଆସିବେ କେଉଁଠି ଆସିବେ? ଆଉ କ'ଣ କରିବା? ଆମ ଦୁଃଖ ଆଜ୍ଞା ଏଇଆ, ଦୋକାନ କରିବା, ମହାଜନଠୁ ପଇସା ଦେଇକି ଜିନିଷ କିଣିବା, କିନ୍ତୁ ଆମେ ଏଠି ବାକି ଦେବା। ଆଉ କ'ଣ କରିବା? ରାମ ନନା ତ ଯାଇଛନ୍ତି ଆଉ। ହଉ, ଆମ ଦୋକାନ ଦୁଃଖ, ଦୋକାନୀମାନଙ୍କ ଦୁଃଖ ହେଲା ଏଇଆ ସାଙ୍ଗ। ଆମେ ଦୁଇ ସାଙ୍ଗ ବସି କଥା ହେଇକି ଯିବା ଆଉ। ହଉ ଚାଲ ଯିବା ଘରକୁ, ଦୋକାନ ବନ୍ଦ କରି ଯିବା ଆଉ। କ'ଣ ଅଳ୍ପ ବହୁତ ବେପାର ହେଇଛି ଆଉ, ନା କ'ଣ କହୁଛ? ଚାଲ ଯିବା ଆଉ।